ସବୁ ସରକାରର ଏଣ୍ଟାର କ୍ଷମତା ଜଣକ ପାଖରେ କେନ୍ଦ୍ରୀଭୂତ ହୋଇଥିଲା, ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଏକଥା ଆମେ ଗୋଟେ ଏବଂ ସେ ନବୀନ ପଟ୍ଟନାୟକ ସେ କ୍ଷମତା ବଳରେ ବିକେ ପାଣ୍ଡିଆନ ଗୋଟେ ଏଫେକ୍ଟିଭ ବୋଲି ଜଣା ପଡ଼ିଲା। କିନ୍ତୁ ବିକେ ପାଣ୍ଡିଆନ ସେ ସରକାର ଏଫେକ୍ଟିଭ ହେଲେ, କିନ୍ତୁ ଯେତେବେଳେ ଦଳ ରାଜନୀତି ବସିଲେ କ'ଣ ଡିଜାଷ୍ଟର ହେଲା ଦେଖନ୍ତୁ। ତେଣୁ ଆପଣ ଯୋଉ କଥା କହୁଛୁ ସମ୍ପୂର୍ଣ୍ଣ ବିଷୟ, ଯେହେତୁ ରାଜନୀତି ଆଗରୁ କରୁନଥିଲେ, କମ୍ପାନୀ ଥିଲେ, ତାଙ୍କ କମ୍ପାନୀ କାମ ଥିଲା, ତାଙ୍କ କମ୍ପାନୀ ହୁଏତ କାମ ସେ ଦେଖିଥିବେ, କାମ ଗୁଡାକ ଦେଖୁଥିବେ, ସେ ଭାବୁଛନ୍ତି ଇଏ ଜଣେ ଏଫେକ୍ଟିଭ ଲୋକ। କିନ୍ତୁ କଥା ହଉଛି ସେଇଟା ତ ଗୋଟେ ରାଜନୀତିର, ତାଙ୍କୁ ନେହୁରୁ ସହିତ କାହିଁକି ତୁଳନା କାଲି ପାଠ ପଢିଛନ୍ତି? ନେହୁରୁ ନେହୁରୁଙ୍କର ଗୋଟେ ରାଜନୈତିକ ଦର୍ଶନ ଥିଲା। ନେହୁରୁଙ୍କର ଆପଣ ଦେଖନ୍ତୁ, ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଧ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବରାବର ପ୍ରତି ମାସେ 2 ମାସ ବ୍ୟବଧାନରେ ବା 4-6 ମାସ ବ୍ୟବଧାନ ଚିଠି ଲେଖନ୍ତି। এইভাবে ভাবে ফরেন পলিসি নেই মধ্যে অনেক সময় আলোচনা করে ସବୁ କଥାରେ। ଆଉ ସିଏ ଗୋଟେ ହିଜ୍ ଏ ଫିଲୋସଫର, ମାନେ ସେ ରାଜନୀତି କେବଳ ନୁହନ୍ତି, ସିଏ ଜଣେ ଭଲ ପ୍ରଶାସକ ନୁହନ୍ତି, କେବଳ ନୁହନ୍ତି, ସିଏ ଜଣେ ରାଜନୈତିକ ଦାର୍ଶନିକ କହିଲେ ଚଳ, ଯିଏକି ମଡର୍ଣ୍ଣ ଇଣ୍ଡିଆକୁ ଗଢିବା ପାଇଁ, ଗୋଟେ ଆଧୁନିକ ସ୍ୱାଧୀନ ଭାରତବର୍ଷ ଗଢିବା ପାଇଁ କ'ଣ କ'ଣ ମୌଳିକ ଜିନିଷ ଦରକାର ତାକୁ ନେଇ ଯେଭଳି ଭାବରେ ସେ ଗଢିଲେ। ଯେତେବେଳେ ଦେଶ ବିଭାଜନ ହେଇଯାଇଛି, ଦେଶରେ ଏତେ ଲୋକ ଘର ଦ୍ୱାର ଛାଡିକି ଦେଶରୁ ଚାଲିଗଲେ, ପୁଣି କୋଟି କୋଟି ଲୋକ ଭାରତବର୍ଷକୁ ଆସିଗଲେ, ତାଙ୍କୁ ଖାଇବାକୁ ନାହିଁ, ତାଙ୍କୁ ରହିବାକୁ ଦରକାର। ଏ ଯୋଉ ସମସ୍ତ ଅବ୍ୟବସ୍ଥା ଭିତରେ ଏବଂ ଦେଶରେ ଖାଇବାର ସେତେବେଳେ ଅଭାବ, ଖାଦ୍ୟ ଅଭାବ, ସେଥିରେ ଦେଶକୁ ଗଢିବାର ଯୋଉ ଦାୟିତ୍ୱ ତାଙ୍କ ଉପରେ ପଇଲା ଏବଂ ସେ ତାକୁ ଯେପରି ଭାବରେ ଗଢିଲେ ଏବଂ ଯୋଉଭଳି ଭାବରେ ପ୍ରାୟୋରିଟି ଫିକ୍ସ କଲେ, ସେ ଆପଣ ଦେଖନ୍ତୁ ୟା ଭିତରେ ମଧ୍ୟ ଦେଶରେ କେତେଗୁଡା ଅନୁଷ୍ଠାନ ସେ ଗଢି ଦେଇଗଲେ। ସେ ଅନୁଷ୍ଠାନ ଗୁଡିକ ଏବେ ବି ରହିଛି, ଯାକୁ ଆଇଆଇଟି ଦେଖନ୍ତୁ, କୁହନ୍ତୁ ଆପଣ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କୁହନ୍ତୁ, ଆମ କୁହନ୍ତୁ ସାଇନ୍ସ ଅର୍ଗାନାଇଜେସନ କୁହନ୍ତୁ, ସାଇନ୍ସ ରିସର୍ଚ୍ଚ କୁହନ୍ତୁ, ନ୍ୟୁକ୍ଲିୟର ଫାସିଲିଟି, ସବୁଥିରେ ଏଭଳି ଭାବରେ ଅନୁଷ୍ଠାନ ଖାଲି ଗଢି ନାହାନ୍ତି, ଏମ୍ସ ଭଳି ସଂସ୍ଥା ବୋଧେ ଅନୁଷ୍ଠାନ ଭଳି ଗଢି ନାହାନ୍ତି। ସରକାର ଭିତରେ ଜୁଡିସିଆରୀ ଭିତରେ ସମ୍ପର୍କ କ'ଣ ହବା ଉଚିତ, ସରକାର ଭିତରେ ରାଜ୍ୟମାନଙ୍କର ସମ୍ପର୍କ କ'ଣ, ଫେଡରାଲିଜମରେ ସମ୍ପର୍କ କ'ଣ ହବା ଉଚିତ, ଏ ସଂକ୍ରାନ୍ତରେ ତାଙ୍କର ଯୋଉ ବିଭିନ୍ନ ବୟାନ ଆପଣ ଦେଖିବେ, ବର୍ଣ୍ଣ କଥା, ସେଇଟା ତାଙ୍କୁ ବଡ କରି ରଖିଛି। ଏକ ତ ତାଙ୍କ ଡିସ୍କଭରି ଅଫ୍ ଇଣ୍ଡିଆ ଆପଣ ଯଦି ପଢିବେ, ସିଏ ଭାରତବର୍ଷକୁ ଗାନ୍ଧୀ ଯେଭଳି ଭାବରେ ଭାରତବର୍ଷକୁ ବୁଝିଥିଲେ ଏବଂ ଗାନ୍ଧୀଙ୍କ ଭଳି ନହେଲେ ଆପଣ କ'ଣ ଭାବୁଛନ୍ତି ଯୋଉ କଥା ଆପଣ ଏତେ ବିସ୍ତାର ଭାବେ କହିଲେ ପଣ୍ଡିତ ନେହେରୁଙ୍କ ବିଷୟରେ, ସେଇଭଳି ଭାବେ ପାଣ୍ଡିଆନ ଏତେ ସବୁ କାମ କରିଛନ୍ତି? ନାଇଁ, ସେଇ ସାର୍ କୋଉ ହିସାବରେ ସନ୍ତୁତ ମିଶ୍ର ଜଣେ ଜ୍ଞାନୀ ଲୋକ, ପଢୁଆ ଲୋକ, କିନ୍ତୁ ତାଙ୍କ ବିଚାରରେ କିପରି ଭାବରେ ନେହୁରୁଙ୍କ ସହିତ ଆଣିଦେଲେ ଆଙ୍କୁ। ଅନେକ ସମୟରେ ଆମେ କହୁନୁ କି ଯଦି ଗୋଟା ଅଞ୍ଚଳରେ କିଏ, ଅନେକ ସମୟରେ ଆମେ ଦେଖୁ କୌଣସି ଅଞ୍ଚଳରେ ଯଦି କିଏ ଟିକେ କହିପାରିବା କି ତୁଳନା ତା ସହିତ କିଛି ଅହିଂସା ଦିଗରେ, ଇଏ ଶାନ୍ତି ପ୍ରତିଷ୍ଠା ଦିଗରେ ଗୋଟେ ଛୋଟିଆ ଅଞ୍ଚଳ ବି କାମ କରୁଛି, ଆମେ ତାଙ୍କୁ ଗାନ୍ଧୀ କହିଦଉ, ସେଇ ଅଞ୍ଚଳର ଗାନ୍ଧୀ ଏମିତି କହୁ। ଇଏ କିନ୍ତୁ ସେଇ ହିସାବରେ ତାଙ୍କର ଯୋଉ ସରକାର କାର୍ଯ୍ୟକଳାପ ଯାହା ସମ୍ପୃକ୍ତ ମିଶ୍ର ନିଜେ ଦେଖିଛନ୍ତି ସେତେବେଳେ ବା ଅନୁଭବ କରିଛନ୍ତି, ଏବଂ ଯୋଉଟା ହିଁ କାରଣ ସେ ଆସିଲେ, ନହେଲେ ତାଙ୍କର ବିଜେଡିକି ଆସିବାର କାରଣ କ'ଣ? ବିଜେଡିକି ଯଦି ଆସିଲେ ତାଙ୍କର ଏକମାତ୍ର ସୂତ୍ର ହଉଛନ୍ତି ବିକେ ପାଣ୍ଡିଆନ। ତେଣୁ ତାଙ୍କର ସେଇ ଯୋଉ ଆନୁଗତ୍ୟ ତାଙ୍କର ରହିଛି, ସେ ଆନୁଗତ୍ୟ ବଳରେ କହିଲେ ସେ ଲୋକ କାମ କରିଛି, କାମ କରି ସରକାର କରିଛି ନା, ରାଜନୀତିରେ କ'ଣ କରିଛି? ରାଜନୀତି ଦଳଟାକୁ ବୁଡେଇ ଦେଲେ। ରାଜନୀତିରେ ବିକେ ପାଣ୍ଡିଆନ ବିଜେଡି ଭଳି ଗୋଟେ ଶକ୍ତିଶାଳୀ ଆଞ୍ଚଳିକ ଦଳ, ଯାହାର ଗାଁ ଗାଁରେ ଏତେ ସଂଖ୍ୟାରେ କର୍ମୀ ଅଛନ୍ତି, ସେ ଦଳଟାକୁ ବୁଡେଇ ଦେଲେ ସିଏ। ଏବଂ ସେ ବୁଡେଇ ଦେବା ପଛରେ ଆପଣ ତା ଭିତରେ ଅନେକ କାହାଣୀ ଥିବ, ଆମେ ଅନେକ କଥା ବି ଜାଣିନେ। ଯେମିତି ଏ ଘଟଣା ବର୍ତ୍ତମାନ ଜଣା ପଡିଲା, ଯେମିତି ୱାକଫ ଘଟଣାରେ ଜଣା ପଡିଲା, ଶେଷକୁ କ'ଣ ପରିଷ୍କାର ହେଲା ଯେ ଯୋଉ ବିବେକାନନ୍ଦ ଭୋଟ କଥା କୁହାହେଲା, ବିବେକାନନ୍ଦ ଭୋଟ ଦିଅ ବୋଲି, ଏ ନିଷ୍ପତ୍ତି ନବୀନ ପଟ୍ଟନାୟକଙ୍କର। ବିଜେଡି ନବୀନ ପଟ୍ଟନାୟକ କରୁଥିଲେ, କିନ୍ତୁ ବୁଲଉଥିଲେ। ଯୋଉ କଥା ଆପଣ କହିଲେ, ଯେତେବେଳେ ସୁଲତା ଦେଓଙ୍କର ଇଏ ପୋଷ୍ଟ ପରେ କଥା ସାମ୍ନାକୁ ଆସିଲା, ଆପଣ ଏକଥା କହିବେ କି ଯେ ନବୀନ ପଟ୍ଟନାୟକ ଜାଣି ଶୁଣି ଏ କଥାକୁ ବହୁତ ଫେଣେଇ ଦେଲେ? ଆରେ ନିଜେ ଆଗ ତାଙ୍କର ସବୁବେଳେ କ'ଣ ହେଲା, ନିଜେ ଯାହା ଦୋଷ କଲେ ମଧ୍ୟ ସେ ଦୋଷଟା ଅନ୍ୟ ମୁଣ୍ଡରେ ଯାଉ, ସେ ବରାବର ତାଙ୍କ ରାଜନୀତିଟା ଆଜି ପର୍ଯ୍ୟନ୍ତ ସିଏ କୌଣସି ଜିନିଷରେ ନିଜେ ତାଙ୍କୁ ଦାୟିତ୍ୱ ନେଇକି ତାର ସ୍ପଷ୍ଟୀକରଣ ଦେବେ, ସିଏ ଆଜି ପର୍ଯ୍ୟନ୍ତ କେବେ କରିନାହାନ୍ତି। ବହୁତ ବଡ ବଡ ଭୁଲରେ, ବହୁତ ବଡ ବଡ ଭୁଲରେ ସିଏ କେବେ କ୍ଷମା ମାଗିଛନ୍ତି, ଭୁଲ ମାଗିଛନ୍ତି?